ଅତ୍ୟନ୍ତ ପ୍ରିୟ ପାତ୍ର ଶିବଙ୍କର ସାନ୍ନିଧ୍ୟ ଅକସ୍ମାତ୍ ପାଇଯାଇଥିବାରୁ ପ୍ରଚେତାମାନଙ୍କୁ ତ ନିଶ୍ଚୟ ମୁକ୍ତି ମିଳିଯାଇଥିବ, କିନ୍ତୁ ମୁକ୍ତି ପୂର୍ବରୁ ଇହଲୋକରେ ଅଥବା ପରଲୋକରେ ସେମାନେ କ'ଣ ଲାଭ କଲେ ତାହା କୃପା କରି କୁହନ୍ତୁ। କିଏ? ବିଦୁର ମୈତ୍ରଙ୍କୁ ପଚାରିଲେ। ମୈତ୍ରେୟ ମୁନିଙ୍କ କାହିଁକି ପଚାରିଲେ ବିଦୁର ମୈତ୍ରେୟ ମୁନି? ବିଦୁର ଉଦ୍ଧବ ଯେତେବେଳେ ଥିଲେ, ବିଦୁର ଉଦ୍ଧବ ଆଉ ମୈତ୍ରେୟ ମୁନି ଥିଲେ। ପ୍ରଭୁ ଯେତେବେଳେ ଅନ୍ତର୍ଧାନ ଲୀଳା କଲେ, ମୈତ୍ରେୟ ବିଦୁରଙ୍କୁ ସବୁ କଥା କହିଗଲେ। ମୈତ୍ରେୟ ଆଉ ଉଦ୍ଧବଙ୍କୁ କହିଲେ ବିଦୁର ଆସିଲେ ବିଦୁରକୁ କହିବ ସବୁ ମୋ କଥା, ମୁଁ ଯାହା କହିଲି କହିବ। ଉଦ୍ଧବ କହିଲେ ନା, ମୈତ୍ରେୟ ମୁନି ବିଦୁର କହିଲେ। ଉଦ୍ଧବ କହିଲେ ମୁଁ ତ ବିଦୁରଙ୍କ ଠାରୁ ବୟସର କନିଷ୍ଠ, ବିଦୁର ତ ମୋର କକା ହିସାବ ପିତୃବ୍ୟ ହିସାବ ହେବେ, ଏମିତି ହିସାବ ଦେଖିବାକୁ ଗଲେ ପିଇସା ହେବେ। ତାଙ୍କର କୁନ୍ତୀଙ୍କର ଦେବର ନା, କୁନ୍ତୀ ହେଲା କ'ଣ ପିଇସି, ତାର ଉଦ୍ଧବଙ୍କର ପିଇସି ହେଲେ ତାଙ୍କ ଦେବର ମାନେ ପିଇସା ହିସାବ ପିତୃବ୍ୟ ସେ ହଉଛି ଗଲେ ଉଚ୍ଚର। ତେଣୁ ଜ୍ୟେଷ୍ଠ ଲୋକକୁ ଜ୍ଞାନ ଦେବା ଠିକ ନୁହଁ। ଏମିତି ତ ମହାତ୍ମା ବିଦୁର ସ୍ୱୟଂ, ଆଉ ପ୍ରଭୁ ଯୋଉ କଥା କହି ହେଇଛନ୍ତି କହିବା ପାଇଁ ଆପଣ ମୈତ୍ରେୟ ମୁନି। ମୈତ୍ରେୟ ହେଲେ ମୁନି, ଋଷି, ବ୍ରହ୍ମର୍ଷି, ବୟସରେ ତ ବଡ ବ୍ରହ୍ମର୍ଷି। ତେଣୁ ମୈତ୍ରେୟ ବିଦୁର ସମ୍ବାଦ। ବିଦୁର କହୁଛନ୍ତି, ବିଦୁର ତ ସାଧାରଣ ଲୋକ ନୁହଁ, ମହାତ୍ମା ବିଦୁର ବୋଲି କୁହାଯାଉଛି, ମହାନ ବିଦ୍ୱାନ ବିଦୁର। ଏମିତି ଗୂଢ ପ୍ରଶ୍ନ ସବୁ କରିବେ, ଆଉ ତେଣୁ ତାଙ୍କ ପ୍ରଶ୍ନ ଉତ୍ତର ମୈତ୍ରେୟ ସବୁ ଉତ୍ତର ଦଉଛି। ମୈତ୍ରେୟ ମୁନି କମ୍ ନୁହଁ, ଭଗବାନ ଯାହା ଜ୍ଞାନ ଦେଇଛନ୍ତି ସେ କ'ଣ କମ୍ ଲୋକ? ବୃହସ୍ପତିଙ୍କର ପୁତ୍ର, ଦେବଗୁରୁ ବୃହସ୍ପତିଙ୍କର ପୁତ୍ର, ବାରାହସ୍ପତି ଲେଖା ହେଇଛି ନା। ବାରାହସ୍ପତି ମାନେ ବୃହସ୍ପତି, ହେ ବାରାହସ୍ପତି। ମୁନିବର ମୈତ୍ରେୟ କହୁଛନ୍ତି, ପ୍ରଚେଦସନ୍ତରୁଦ୍ଧୋ ପିତୁରାଦେଶକାରିଣଃ ଜପଯଜ୍ଞେନ ତପସା ପୁରଞ୍ଜନମତୁଷୟନ୍ 10 ବର୍ଷ ସହ ଶାନ୍ତି ପୁରୁଷସ୍ତୁ ସନାତନଃ ତେଷାମାବିରଭୂତ ପୃଚ୍ଛ୍ରଂ ଶାନ୍ତିନ ତମୟନ୍ରୁଚା ସୁବର୍ଣ ସ୍କନ୍ଦମାରୁଢ଼େ ମେରୁ ଶୃଙ୍ଗମିବ